नमो भगवते वासुदेवाय। पंचमोऽध्याय। नारद उवाच। आनंद चित्ते से नारदे पूछन्ति ब्रह्मांकर पादे। हे देव देव नमस्तुते भूत भावन ए जगते। सृष्टिर अग्रे तोर देहि तो भाव न जानन्ति केहि। आत्मार तत्व तुम्भे जान जे वेद पुराणे प्रमाण। से रूपे जहि तोर बास जहुँ ए जगत प्रकाश। ଯାହାର ଆଶ୍ରୟ ବର୍ତ୍ତଇ ପ୍ରକାଶୀ ଯହିଁ ଲୀନ ହୋଇ। ଭୂତ ଭବିଷ୍ୟ ବର୍ତ୍ତମାନ ତୁମ୍ଭ ଗୋଚରେ ଦିବ୍ୟ ଜ୍ଞାନ। ହସ୍ତ ଏଳା ଫଳ ପ୍ରାୟେ ତୁମ୍ଭ ଗୋଚରେ ଜ୍ଞାନ ରହେ। ଯେଣୁ ତୁମ୍ଭଙ୍କୁ ଜ୍ଞାନ ସ୍ଫୁରେ ଯେବା ତୁମ୍ଭଙ୍କୁ ହୃଦେ ଧରେ। ତାହାର ବଶେ କାର୍ଯ୍ୟ କର ସ୍ୱରୂପ କିସ ବା ତୁମ୍ଭର। ବ୍ରତେ ସଞ୍ଚରୀଭୂତ କରୁ ଯାହାର ମାୟାରେ ବିହରୁ। ଏ ଭୂତ ଗଣକୁ ଯେ ପାଳେ ଅପରାର ବି ଆତ୍ମା ତୁଲେ। ଆପଣା ଶକ୍ତି ବଳେ ଭାବି ଆଶ୍ରୟେ ଯେହ୍ନେ ଉନ୍ନ ନାଭି। ଏ ସୃଷ୍ଟି କର୍ମ ଗୋଚର ଯେ ରୂପ ନାମ ଗୁଣ ତାର। ଜାଣେ ମୁଁ ନାହିଁ ତ ବାହାରେ ଅନ୍ୟ ବା କେ ଅଛି ବ୍ୟବହାରେ। ତୁମ୍ଭେ ଯେ ଘୋର ତପ କରି ଆତ୍ମା ସମାଧି ଅନୁସରି। ଏ ମାୟା ସୃଜିଲ କେମନ୍ତେ ଏଣୁ ସଂଶୟ ମୋର ଚିତେ। ତୁମ୍ଭେ ସର୍ବଜ୍ଞ ସର୍ବେଶ୍ୱର ମୋର ସଂଶୟ ଦୂର କର। ଭକ୍ତ ଭାବରେ ପଚାରଇ ସ୍ୱଭାବେ ପୁତ୍ର ମୁଁ ଅଟଇ। ଯେମନ୍ତେ ମୋର ଚିତ୍ତେ ସ୍ମରେ ଏ ବିଶ୍ୱ ସମାଧି ଗୋଚରେ। ଏଣେ ନାରଦ ବାକ୍ୟ ଘେନି ହରଷେ କହେ ପଦ୍ମଜନି। ବ୍ରହ୍ମୋବାଚ। ଧନ୍ୟ ନାରଦ ମୁନିବର ସୁସାଧୁ ପ୍ରସ୍ତାବ ତୋହର। ତୁମ୍ଭେ ପଚାର ଜନହିତେ ଏ ବ୍ରହ୍ମ ଭାଗବତ ଗ୍ରନ୍ଥେ। ବିଷ୍ଣୁ ମହିମା ଦରଶନେ ପୁଛିଲ ବିନୟ ବଚନେ। ତୁମ୍ଭେ ଯେ ପଚାରିଲ ମୋତେ ଏ ମିଥ୍ୟା ନୁହଁ ଉଚିତେ। ଯେଣୁ ଈଶ୍ୱର ପ୍ରାୟ ହୋଇ ଏ ସୃଷ୍ଟି ମୋହର ଅଟଇ। ପରମେଶ୍ୱର ଜ୍ଞାନ ଯେଣୁ ନାହିଁ ତୋହର ଭ୍ରାନ୍ତି ତେଣୁ। ଏ ଆଦି ମଧ୍ୟ ଅନ୍ତର୍ଗତେ ଶୁଣ କହିବା ତାହା ତୋତେ। ବିଷ୍ଣୁର ଆଜ୍ଞା ଘେନି ଚିତେ ବ୍ରହ୍ମାଣ୍ଡ ସର୍ଜିଲି ଯେମନ୍ତେ। ଯେମନ୍ତେ ଅର୍କ ଅଗ୍ନି ଶଶୀ ଗ୍ରହ ନକ୍ଷତ୍ର ତାରା ରାଶି। ତାହା କହିବା ତ ସମୀପେ ବିଷ୍ଣୁର ଆଜ୍ଞା ବଳ ଦର୍ପେ। ଯେ ହରି ଜଗତ ଈଶ୍ୱର ତାହାଙ୍କୁ ମୋର ନମସ୍କାର। ଯାର ମହିମା ମହାମେରୁ ମୁଁ ଯେ ବୋଲାଇ ଶିଷ୍ୟ ଗୁରୁ। ଯାହାର ଇଚ୍ଛା ମାର୍ଗେ ସ୍ଥିତି ରାଜେ ଶଙ୍କିତ ଭଗବତୀ। ସେ ମାୟା ବଳେ ଜଗତ ଅଜ୍ଞାନ ମତେ ବିମୋହିତ। ମୋହି ମୋହର ଏ ଶରୀର ଦାରା ସମ୍ପଦ ବନ୍ଧୁ ମୋର। ଅଜ୍ଞାନ ଜନକ ଏ ଭାବ ସର୍ବସମ୍ପଦ ପଦ୍ମନାଭ। ଏ ଦ୍ରବ୍ୟ କାଳ କର୍ମ ଜୀବ ଜୀବର ଯେ ଅବା ସ୍ୱଭାବ। ଯେତେ ଦେଖଇ ଭିନ୍ନ ଭିନ୍ନ ଏକଇ ଆତ୍ମା ସର୍ବଜନ। କାର୍ଯ୍ୟ କାରଣେ କର୍ତ୍ତା ଅର୍ଥେ ଦ୍ରବ୍ୟ ଜ୍ଞାନ କ୍ରିୟା ସಮೇତେ। ଗୁଣେ ରହନ୍ତି ଆଶ୍ରେ କରି ନିର୍ଗୁଣ ପୁରୁଷ ଆବୋରି। ଏ ତିନି ଗୁଣେ ଲିଙ୍ଗ ଯେତେ ମଧ୍ୟେ ବର୍ତ୍ତଇ ଅଲକ୍ଷିତେ। ମାୟା ଈଶ୍ୱର ମାୟା ବଳେ ସୃଜେ ସ୍ୱଭାବେ କର୍ମ କାଳେ। ଯେ କାଳ ଗୁଣ ବ୍ୟତୀତରେ ସୃଜଇ ପାଳଇ ସଂହାରେ। ତାର ସ୍ୱଭାବ କର୍ମ ଯୋଗେ ମହତ ଉପୁଜିଲା ବେଗେ। ମହତ ବିକାରୁତ କ୍ଷଣେ ତ୍ରିଗୁଣ ଲିଙ୍ଗ ଆଭରଣେ। ତମ ପ୍ରଧାନ ଅତିରେକେ ଯେ ଦ୍ରବ୍ୟ ଜ୍ଞାନୀ କ୍ରିୟାତ୍ମକେ। ସ୍ୱଭାବେ ଶକ୍ତି ମହାଘୋର ତପ ତାମସ ଅଳଙ୍କାର। ଗୁଣ ପ୍ରକାଶ ତିନି ତିନି
ବିକାର ତମ ତେଜ ଘେନି ଯେ ଶକ୍ତି ଦ୍ରବ୍ୟ କ୍ରିୟା ଜ୍ଞାନ ଏ ଭାବ ଦେହେ ଭିନ୍ନ ଭିନ୍ନ ସେ ଅଳଙ୍କାର ଭୂତ ଆଦି ତାମସ ଶକ୍ତି ଯହିଁ ଭେଦି ଶବଦ ପୁଣି ମାତ୍ରା ସଞ୍ଚେ ନଭ ପ୍ରକାଶେ ଅନ୍ତରିକ୍ଷେ ଶବଦ ଗୁଣେ ଯେ ପ୍ରଧାନ ଶବଦ ଗୁଣେ ସେ ପ୍ରଧାନ ଦୃଶ୍ୟ ଦୃଶକ ଭେଦ ସ୍ଥାନ ଶବଦ ଗୁଣ ନଭୁ ହୋଇ ଚତୁର୍ଥ ମାତ୍ରା ସଙ୍ଗେ ଲଇ ନଭ ବିକାରୁ ବାୟୁ ଜାତ ସ୍ମରଣ ଶବ୍ଦ ଗୁଣେ ସ୍ଥିତ ସ୍ପରଶ ଗୁଣେ ତା ପ୍ରବଳ ଯେ ପ୍ରାଣ ମହା ତେଜ ବଳ ପବନ ବିକାର ତକ୍ଷଣେ ସ୍ୱଭାବେ କାଳ କର୍ମ ଗୁଣେ ସ୍ପର୍ଶ ଯେ ଗୁଣ ତହିଁ ଥାଇ ତୃତୀୟ ମାତ୍ରା ଲାଭ ହୋଇ ଶବଦ ସ୍ପର୍ଶ ରୂପ ତାର ପ୍ରଚଣ୍ଡ ତେଜ ମହାଘୋର ତେଜ ବିକାରେ ସେ ଉଦକ ଯାର ସ୍ୱଭାବ ରସାତ୍ମକ ଶବ୍ଦ ସ୍ପରଶ ରୂପ ତିନି ଏ ତିନି ରସ ସଙ୍ଗେ ଘେନି ଆପ ବିକାରୁ ମୋହି ଜାତ ସେ ପଞ୍ଚ ମାତ୍ରା ଗୁଣେ ଯୁକ୍ତ ସତ୍ୱ ବିକାର ତହୁଁ ମନ ଏ ରୂପେ ପ୍ରକାଶ ଗଗନ ମନର ସଙ୍ଗେ ଦେବ ବଳ ଦଶ ଇନ୍ଦ୍ରିୟ ଦିଗପାଳ ଦିଗ ବା ତର୍କ ଜଳପତି ଆଶ୍ବିନୀ ବହ୍ନି ସୁରପତି ଉପେନ୍ଦ୍ର ମିତ୍ର ପ୍ରଜାପତି ଏ ରୂପେ ନବ ପ୍ରଜାପତି ତେଜସ ବିକାରୁ ତକ୍ଷଣେ ଜନ୍ମିଲେ ଦଶ ଇନ୍ଦ୍ରି ଗଣେ ଯେ କ୍ରିୟା ଜ୍ଞାନ ବୃଦ୍ଧି ପ୍ରାଣ ତୈଜସ ଶକ୍ତି ଏ ପ୍ରମାଣ ସ୍ତୁତି ଯୁଗଳ ଚର୍ମ ଘ୍ରାଣ ନୟନ ଯେହା ପଞ୍ଚ ଜ୍ଞାନ ବଚନ ପ୍ରାଣ ଅଘ୍ରିବେନି ଉପର ମୂଳାଧାର ଘେନି ଏ କର୍ମ ଇନ୍ଦ୍ରିୟ ପ୍ରକାର ଦଶ ଦେବଙ୍କ ଅଧିକାର ଭୂତ ଇନ୍ଦ୍ରିୟ ଗଣମାନ ଏ ରୁଜେଣୁ ନ ଲଭିଲା ସ୍ଥାନ ବ୍ରହ୍ମାଣ୍ଡ ହେତୁ ଏ ପ୍ରତ୍ୟକ୍ଷେ ସୂକ୍ଷ୍ମେ ରହିଲେ ଅନ୍ତରିକ୍ଷେ ସ୍ଥାନ ନ ପାଇ ଅନ୍ୟ ଅନେ ସ୍ଥକିତେ ରହିଲେ ଗଗନେ କେତେ ହେଁ କାଳ ଶୂନ୍ୟ ରହି ଏ ସର୍ବେ ବିଷ୍ଣୁ ଆଜ୍ଞା ପାଇ ସେ ମହାଭୂତେ ସୂକ୍ଷ୍ମ ଭୂତେ ଘଟିତ ଅନ୍ୟ ଅନ୍ୟ ଯୁତେ ସେ ହରି ଆଜ୍ଞା ଭକ୍ତି ବଳେ ସେ ସର୍ବେ ହୋଇ ଏକ ମେଳେ ସୁବର୍ଣ୍ଣ ଅଣ୍ଡ ଉପୁଜିଲା ତକ୍ଷଣେ ଉଦକ ପଡ଼ିଲା ଅନେକ ସହସ୍ର ବରଷେ ସେ ଅଣ୍ଡ ମହା ଜଳେ ଭାସେ ସେ ଅଣ୍ଡ ମଧ୍ୟେ ଜୀବଜାତ କାଳ କର୍ମ ସ୍ୱଭାବେ ସ୍ଥିତ ସେ ସର୍ବଗୁଣ ସର୍ବସିଦ୍ଧି କେବେ ହେଁ କାଳେ ଅଣ୍ଡ ଭେଦି ପୁରୁଷେ ହୋଇଲା ବାହାର ଏବେ ହୋ ଶୁଣ ନୃପବର ସହସ୍ର ଉରୁ ଅଗ୍ରିବକ୍ଷ ସହସ୍ର ନୟନ ପ୍ରତ୍ୟକ୍ଷ ସହସ୍ର ଶିର ସହସ୍ର ଭୁଜ ଆନନ୍ଦ ଅପ୍ରମିତ ତେଜ ଯାହାର ଦେହ ଶୂନ୍ୟ ଦେଖ ଲୋକର ସ୍ଥାନ ଉପଲେଖ ଦ୍ୱିସପ୍ତ ଲୋକ ତାର ଅଙ୍ଗେ କଳ୍ପିତ ଅଧ ଊର୍ଧ୍ୱ ଭାଗେ ମୁଖୁ କଳ୍ପିତ ବ୍ରହ୍ମକୁଳୁ କ୍ଷତ୍ରିୟ ଜାତ ବାହୁ ମୂଳୁ ଉରୁ ଯୁଗଳୁ ବୈଶ୍ୟ ଗଣେ ଶୂଦ୍ର ଉପୁଜିଲା ଚରଣେ ଭୂଲୋକ କୋଟି ଭାଗେ ସ୍ଥିତ ନାଭିରୁ ଭୁବଲୋକ ଜାତ ହୃଦରେ ସ୍ୱଲୋକ ନିଶ୍ଚଳେ ମହଲୋକ ଯେ ଉରସ୍ଥଳେ ଏ ଜନ ଲୋକ ଗ୍ରୀବା ତଟେ ତପବ ଶୋଇବେନି ଉଷ୍ଟେ ମୂର୍ଧନି ମଧ୍ୟେ ବ୍ରହ୍ମଲୋକେ ଯେ ସନାତନ ସତ୍ୟ ଲୋକେ ସପ୍ତ ପାତାଳ ଅଧୋଭାଗେ ଶୁଣ କହିବା ଅନୁରାଗେ ଅତଳ ବସେ ଜଙ୍ଘ ଦେଶେ ଉରରେ ବିତଳ ପ୍ରକାଶେ ଅତଳ ବସେ ଜଙ୍ଘ ଦେଶେ ଉରୁରେ ବିତଳ ପ୍ରକାଶେ ସୁତଳ ବସେ ଜାନୁ ମୂଳ ଜଙ୍ଘର ମୂଳେ ତଳାତଳ ସେ ମହାତଳ ଗୁଳ୍ଫ ଦେଶେ
ପଦାର୍ଥେ ରସାତଳ ବସେ ପାତାଳ ପାଦ ତଳେ ରହେ। ଏଣୁ ଭୁବନ ବିଶ୍ୱ ଦେହେ ସ୍ୱଲୋକ କଳ୍ପିତ ମୂର୍ଧନି ବିଶ୍ୱ ଶରୀରେ ବିଶ୍ୱମାନି। ନାରଦ ଆଗେ ବେଦ ବର ଯାହା କହିଲେ ବେଦ ସାର ସୁଜନ ଜନକ ଶରଣେ ବ୍ରାହ୍ମଣ ଜଗନ୍ନାଥ ଭଣେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାୟ ବୈୟାସିକ୍ୟାଂ ଦ୍ୱିତୀୟ ସ୍କନ୍ଧେ ଶୁକ ପରୀକ୍ଷିତ ସମ୍ବାଦେ ସୃଷ୍ଟ୍ୟାଦି ବିଭୂତି ବର୍ଣ୍ଣନେ ନାମ ପଞ୍ଚମୋऽଧ୍ୟାୟଃ। ଓಂ ନମୋ ଭଗବତେ ବାସୁଦେବାୟ।